ସାଙ୍ଗମାନେ ତୁ ମୋ ଆଖିର ତାରା ସିରିଏଲ ଦେଖନ୍ତୁ। ବୀର ତରୁଣକୁ ମୁଦି ଦେଇ କୁହେ, ତରୁଣ ଭାଇ ଏ କାମ ଆଗ ସରିଯାଉ। ତାପରେ ତରୁଣ ବୀର ହାତରୁ ମୁଦି ନିଏ। ଆଉ ଏସବୁ ଦେଖି ପରିବାରର ସମସ୍ତେ ଖୁସି ହେଇଯାଆନ୍ତି। ତରୁଣ ବବଲିକୁ ବବଲିର ହାତ ମାଗେ ରିଙ୍ଗ ପିନ୍ଧେଇବା ପାଇଁ। ତାପରେ ବବଲି ତରୁଣକୁ ଚାହେଁ। ତାପରେ ତରୁଣର ଦାଦାକୁ ବି ଚାହେଁ। ତରୁଣ କୁହେ, କ'ଣ ହେଲା ବବଲି, ହାତ ଦେଖାଅ। ତାରାର ଖୁଡ଼ି କୁହନ୍ତି, ହାତ ଦେଖ ବବଲି, ତରୁଣ ଅପେକ୍ଷା କରିଛନ୍ତି, କ'ଣ ଭାବୁଛୁ? ତାପରେ ବବଲି ସେଠୁ ଉଠି ପଡ଼େ। ଆଉ ଏସବୁ ଦେଖି ତରୁଣ ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଆଉ ତରୁଣ କୁହେ, କ'ଣ ହେଇଛି ବବଲି, ତମେ ଏମିତି ଉଠି ପଡ଼ିଲ କ'ଣ ପାଇଁ? କ'ଣ କିଛି ପ୍ରୋବ୍ଲେମ୍ ହେଇଛି କି? ବବଲି କୁହେ, ମୁଁ ଏ ବାହାଘରରେ ରାଜି ନୁହଁ। ଆଉ ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଆଉ ଏକଥା ଶୁଣି ତରୁଣର ଦାଦା ଆଉ ତପସ୍ୟା ବହୁତ ଖୁସି ହେଇଯାଆନ୍ତି। ଆଉ ବବଲି ତରୁଣକୁ କୁହେ, ଆଇ ଏମ୍ ସରି। ତରୁଣ କୁହେ, ତମେ ଏ ବାହାଘରରେ ରାଜି ନାହିଁ ମାନେ? ମାନେ କ'ଣ? ତମେ କ'ଣ କହିବାକୁ ଚାହୁଁଛ? କିଛି ସମୟ ଆଗରୁ ତ ସବୁ ଠିକ୍ଠାକ୍ ଥିଲା, ଆଉ ଏମିତି ହଠାତ୍ କ'ଣ ହେଇଗଲା? ମୁଁ ଭଲ ଭାବରେ ଜାଣିଛି ବବଲି, ତମେ ମୋତେ ବାହା ହେବା ପାଇଁ ରାଜି ଅଛ, କାହିଁକି ନା ତମେ ବି ମୋତେ ଭଲ ପାଉଛ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।